ବରିମାଉଣ୍ଡର ଯେଉଁ ସାପ୍ତାହିକ ହାଟ ସେ ବରିମାଉଣ୍ଡ ବଜାର ଉପରେ ନିଷ୍କର ହାଟ ହେଉଥିଲା। ଦୀର୍ଘ ଦିନର ହାଟ ଇଏ ସ୍ୱାଧୀନତାର ପରେ ପରେ ହାଟ ହେଇଥିଲା। ଏ ହାଟର ନିଷ୍କର ହାଟ। ଏଠି ଚାଷୀମାନେ ଆସନ୍ତି, ପନିପରିବା ବିକନ୍ତି। ସପ୍ତାହରେ 2 ଥର ହୁଏ, ଗୋଟେ ସୋମବାର ଗୋଟେ ଗୁରୁବାର। ଯେହେତୁ ବଜାର ଉପରେ ହେଉଥିଲା, ରାସ୍ତା ଉପରେ ହେଉଥିଲା, ଟ୍ରାଫିକ୍ ସମସ୍ୟା ଦେଖାଦେଲା। ଏହି ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ଉଦ୍ୟମରେ ଆମର ନିକଟସ୍ଥ ରମାଦେବୀ ବାଳିକା ବିଦ୍ୟାଳୟ ପଡ଼ିଆରେ ସ୍ଥିର ହୋଇଥିଲା। ସେ ଜାଗା ରାଜସ୍ୱ ବିଭାଗକୁ ଯାଇଥିଲା। ରାଜସ୍ୱ ବିଭାଗ ତାକୁ ଆର୍ଏମ୍ସିକୁ ଦେଇଥିଲା। ସେ ଆର୍ଏମ୍ସି ତାକୁ ଟେଣ୍ଡର କରିଥିଲା। ଟେଣ୍ଡର ପ୍ରକ୍ରିୟାରେ ଏବେ ହାଟ କାମ ଆରମ୍ଭ ହେଉଛି। ବର୍ତ୍ତମାନ ହାଟ ଟେଣ୍ଡର ହେଇଛି 1,07,00,000। ଟେଣ୍ଡର ଅନୁସାରେ ଠିକାଦାର କାମ କରିବା କଥା। ଯେଉଁ ଠିକାଦାର କରୁଛି ତାର କୌଣସି ସୂଚନା ଫଳ ନାହିଁ। ଆଉ ଯେଉଁ ପ୍ରକ୍ରିୟାରେ ଯେଉଁ ଟେଣ୍ଡର ଯେଉଁ ସିଷ୍ଟମରେ ହେଇଛି ତାର କୌଣସି କ୍ରାଇଟେରିଆ ସେ ସୂଚନା କରିନାହିଁ, ଯାହାଫଳରେ ଅତି ନିମ୍ନମାନର କାମ କରୁଛି। ସେ ହାଟର ଯେଉଁ ଛାତ ଫାଉଣ୍ଡେସନ୍ ପକାଇଛି ସେଥିରେ ପତଳା ବାଲି ଦେଇକି ଫିଲିଂ କରିବା କଥା, କିନ୍ତୁ ସେ ସେଇ ମାଟି ତାଡ଼ୁଛି, ସେଇ ମାଟିକି ଭର୍ତ୍ତି କରିଦେଉଛି। କିନ୍ତୁ ଏଠି ମାଟି ଦେଲେ ସେ କେତେବେଳେ ସେ ପିଲର ଭୁଷୁଡ଼ିବ ତାର କହିହେବ ନାହିଁ। କିନ୍ତୁ ସେ ଅତି ନିମ୍ନମାନର କାମ ହେଉଛି। ତାପରେ ସିମେଣ୍ଟ ବି ଯେଉଁ ସିମେଣ୍ଟରେ ଏଷ୍ଟିମେଟ୍ରେ ଯେଉଁ ସିମେଣ୍ଟ ଅଛି ସେ ସିମେଣ୍ଟ ବି ଆଣୁନାହିଁ। ତାପରେ ରଡ଼ ବି ଦେଇଛି, ଯେଉଁ 12 ରଡ଼ ଦେବା କଥା ତାଇ ବି ଦେଉନାହିଁ। ରଡ଼ ସିମେଣ୍ଟ ବାଲିରେ ସେ ଘୋଟାଲା କରୁଛି। ଆଉ କାମର ବିବରଣୀଟାକୁ ଲୋକଲୋଚନକୁ ସେ ଆଣୁନାହିଁ। ଆଉ କୌଣସି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ କିମ୍ବା ଆପଣଙ୍କର ସହକାରୀ ଯନ୍ତ୍ରୀ ହେଉ, କନିଷ୍ଠ ଯନ୍ତ୍ରୀ ହେଉ କି ତାଙ୍କର ୱାର୍କ ସରକାର ହେଉ, ଯେକୌଣସି କର୍ମଚାରୀଠୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ କେହି ଆସୁନାହାନ୍ତି। ମନ ଇଚ୍ଛା ସେ ଠିକାଦାର କରୁଛି, ଯାହାଫଳରେ ସେ ହାଟର ଯେଉଁ ବିଲ୍ଡିଂ ତିଆରି ହେବାକୁ ଯାଉଛି ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ବର୍ତ୍ତମାନ ଦେଖାଦେଇଛି। ଆ ପ୍ରତି ଜିଲ୍ଲାପାଳ ଆଉ ଆମର ସ୍ଥାନୀୟ ପ୍ରଶାସନ ଟିକେ ନଜର କଲେ ଭଲ ହୁଅନ୍ତା ବୋଲି ଆମେ ଭାବୁଛୁ। କହିଲେ PCC ପଡ଼ିବ କେମିତି ନା ମେଣ୍ଟାଲ ପକାଇଲେ, ଶୁଖିଲା ବାଲି ପକାଇଲେ, ତା ବଦଳରେ ସିମେଣ୍ଟ ପକାଇକି ପାଣି ଭିତରେ ଏବଂ ମଧ୍ୟ ଆପଣଙ୍କୁ ଭିଜୁଆଲ୍ ବି ଦିଆଯାଇଛି, ଆପଣ ଦେଖିପାରିବେ। ଏରকম କରି PCC ପକା ହେଇଛି। PCC ପକାଇଲା ପରେ ମୁଁ ଏକ୍ଜୁନ ଯିଏକି ଜଣେଇଲା ପରେ, ଫଟୋ ଭିଜୁଆଲ୍ ଦେଲା ପରେ ସେମାନେ କହିଲେ ନା ଆଜ୍ଞା ଆମେ ଦେଖିବୁ ଯାଇ କହିବୁ। ମୁଁ କହିଲି ଆଜ୍ଞା ଫଟୋ ପଠେଇଛି ଆପଣ ଦେଖନ୍ତୁ ନା। ହଁ ଠିକ୍ ଅଛି, ସେ କାମ ମୁଁ ବନ୍ଦ କରିଦେଉଛି। କିଏ କହିଲେ? ଏକ୍ଜୁନ କହିଲେ, ଟୁଡୁ ସାର୍ ବି କହିଲେ। ଟୁଡୁ ସାର୍ କହିଲେ ମୁଁ କାଲି ଯାଉଛି ଦେଖା କରିବା ପାଇଁ, ଆପଣଙ୍କୁ ଯିବି ସେ ସାଇଡ଼୍ରେ ଦେଖା କରିବି। ଠିକ୍ ଅଛି ଆସନ୍ତୁ। ସାଇଡ଼୍କୁ ସେ କିଏ ଆସିନାହାନ୍ତି, ଏସ୍ଡିଓ ଆଇଛନ୍ତି ନା ଏକ୍ଜୁନ ଆଇଛନ୍ତି ନା ଯିଏ କିଏ ଆସିନାହାନ୍ତି, ତାଙ୍କର କାମ ଚଲେଇଛନ୍ତି। ଇଏ ଠିକା ବାବୁ କ'ଣ କରୁଛନ୍ତି ନା 3-4 ଜଣ ଗୁଣ୍ଡାକୁ ଧରିକି ଏଠିକି ଆଣିକି ମଦ ମାଂସ ଦେଇକି କାମ ଷ୍ଟାର୍ଟ କରିଛନ୍ତି। ଆଜ୍ଞା ଆପଣ ଦେଖିପାରନ୍ତି ଯେ କାମ ପୁରା ନିମ୍ନମାନ କାମ ହେଇଛି। ଆଉ ମୁଁ କହୁଛି ଏଇଟା ଭିଜିଲାନ୍ସ ତଦନ୍ତ କରାଯାଉ। ଶୁଖିଲା ବାଲିରେ କାମ ହେଉଛି, ସେ ରଡ଼ ବେକାର, ସେ ସିମେଣ୍ଟ ବି ବେକାର। କେହି ଆସିନାହାନ୍ତି ଆଜ୍ଞା। ଯିଏ ଆସିଥିଲେ ଥରେ MLA ଆସି ଫିତା କାଟି ଯାଇଛନ୍ତି, ତାପରେ କେହି ନୁହଁ ଆଜ୍ଞା। ସବୁ ପ୍ରଶାସନ ମାନେ ଦେଖିବାରେ ତାଙ୍କର ନିଦ ହେଇଯାଇଛି। କ'ଣ ଚାହୁଁଛନ୍ତି? ମୁଁ ଚାହୁଁଛି ଏଇଟା ତଥ୍ୟ ନେଇକି ଠିକ୍ ତଦନ୍ତ କାମ କରାଯାଉ। ଏକ୍ଜୁନ ସାର୍ଙ୍କୁ ମୋର ଅନୁରୋଧ କି ଠିକ୍ ତଦନ୍ତ କରିକି କାମ କରାଯାଉ। ଆଜ୍ଞା ଆପଣ ତ ଆଜି ଆଇଲେ, ମୁଁ କମ୍ ସେ କମ୍ 20-25 ଥର ଫୋନ୍ କରିକି ଡକେଇଛି, ଭିଡ଼ିଓ କଲିଂ କରିକି ଦେଖେଇଛି ସାଇଡ଼୍ରେ ତାଙ୍କୁ ଏକ୍ଜୁନକୁ ଜେଇଁକି ତାଙ୍କ ମୋବାଇଲ ତଥ୍ୟ ବି ଦେଖିପାରନ୍ତି। ଭିଡ଼ିଓ କଲିଂ ବି ହେଇଛି, ହ୍ୱାଟ୍ସଅପ୍ କଲ୍ ବି ହେଇଛି, କଲିଂ ବି ହେଇଛି। ହଁ ଆମେ ଯିବା, ହଁ ଆମେ ଯାଉଛୁ। ସେ କଣ୍ଟ୍ରାକ୍ଟରକୁ କହୁଛି ବନ୍ଦ କରିଦେବ। ଆଉ ଆମ କହୁଛି ଫାଇଲ୍ ଆସିଲେ ଆମେ ସେ ଫାଇଲ୍ କାମ କରିବୁନି, ଏକଥା ବି ପ୍ରତିଶ୍ରୁତି ଦେଇଛନ୍ତି ମୋତେ।